ଆପଣ କେଉଁ ମୋଟିଭରେ ବାହା ହେଉଛନ୍ତି ବା ବାହାଘର ପାଇଁ ଆପଣ ରେଡ଼ି ହେଉଛନ୍ତି ସେଇଟା ଗୋଟେ ମେଜର ରୋଲ୍ ପ୍ଲେ କରେ ଆପଣଙ୍କର ବାହାଘର ପରର ସିଚୁଏସନ୍ କନସିକ୍ୱେନ୍ସେସ୍ ଆଉ ଆପଣଙ୍କର ଲାଇଫ୍ ଏକ୍ସପିରିଏନ୍ସ। ମୋଟିଭ୍ ମାନେ କ'ଣ? ବହୁତ ଲୋକ ଖରାପ ମୋଟିଭରେ ବାହା ହୁଅନ୍ତି, ବହୁତ ଲୋକ ଭଲ ମୋଟିଭରେ ବାହା ହୁଅନ୍ତି, ବହୁତ ଲୋକ କିଛି ଭାବନ୍ତିନି, ଜଷ୍ଟ ଭଲ ପାଆନ୍ତି, ପାଖ ସାଙ୍ଗରେ ରହିବା ପାଇଁ ଚାହାନ୍ତି, କିନ୍ତୁ ସେଇଟା ବି ଗୋଟେ ମୋଟିଭକୁ ଆମେ ନେବା। ତ ଆପଣ ଯେଉଁଟା ବି ହେଇଥାଉ ମନେ ରଖନ୍ତୁ ସବୁ ଜିନିଷ ଗୁଡ଼ା ଟେଷ୍ଟ ହେବ, ମାନେ ଆପଣ ଭଲରେ ପାଇଁ ବାହା ହୁଅନ୍ତୁ ବା ଖରାପ ପାଇଁ ବି ବାହା ହୁଅନ୍ତୁ। ମୁଁ ଆପଣଙ୍କୁ ଗୋଟେ ଏକ୍ଜାମ୍ପଲ୍ ଦେଉଛି ଗୋଟେ ଖରାପର। ଯେମିତି ମାନେ କିଛି ଝିଅମାନଙ୍କର ଗୋଟେ ଥାଏ କି ଆମେ ଗଲା ପରେ ବେଳେବେଳେ ଶିକ୍ଷା ବି ହୁଏ କି କେମିତି କଣ୍ଟ୍ରୋଲ୍ କରିବୁ ପୁରା ଫ୍ୟାମିଲିକୁ, ହଜବେଣ୍ଡକୁ କେମିତି କଣ୍ଟ୍ରୋଲରେ ରଖିବୁ, ସବୁ ସିଚୁଏସନ୍କୁ, ଫାଇନାନ୍ସିଆଲ୍ ଜିନିଷ ଗୁଡ଼ାକୁ କେମିତି ତୋ ହାତରେ ରଖିବୁ। ତ କିଛିଟା ଝିଅମାନଙ୍କର ନିଜର ବି ସେମିତିଆ ଇଣ୍ଟରେଷ୍ଟ ହିଁ ଥାଏ କି ଆମେ କେମିତି ଯାଇକି ନା ହଜବେଣ୍ଡକୁ ଅଲଗା କରିକି କେମିତି ଯାଇକି ରହିବୁ। ତ ଏଗୁଡ଼ା ମାନେ ଯଦି ଆପଣ ଏଇ ମୋଟିଭରେ ବାହା ହେଇଛନ୍ତି ମନେ ରଖନ୍ତୁ ଆପଣଙ୍କର କନସିକ୍ୱେନ୍ସଟା ସେଠି ରେଡ଼ି ହେଇଗଲାଣି। ଆପଣଙ୍କ ଯେବେଠୁ ଏ ମୋଟିଭ୍ ଷ୍ଟାର୍ଟ ହେଲାଣି ଆପଣଙ୍କର ପାଇଁ କନସିକ୍ୱେନ୍ସ ବି ରେଡ଼ି ହେଇଗଲାଣି। ଆଉ ତାପରେ ସେଟା କେମିତି ହେବ ନା ଆପଣଙ୍କ ସହିତ ଏମିତି ସିଚୁଏସନ୍ ହେବ ଯେଉଁଠିକି ଆପଣଙ୍କର ମୋଟିଭ୍ ହିଁ ଧରା ପଡ଼ିଯିବ। ଆପଣଙ୍କର କ'ଣ ଆକ୍ଚୁଆଲି ମୁଣ୍ଡରେ ଅଛି, ସେ ଯେଉଁ ଖରାପଟା ଟିକେ ମାନେ ଟିକେରେ ଆପଣଙ୍କର ବାହାରିଯିବ। ସେଠୁ ତାପରେ ଆପଣ ଛଟପଟ ହେବେ କି ଏମିତି ମୋ ସାଙ୍ଗରେ କାହିଁ ହେଲା, ସିଏ ଖରାପ କଲା, ସେଇଟା କଲା, କିନ୍ତୁ ଆପଣ ଜାଣିପାରୁନାହାନ୍ତି କି ଆପଣ କେଉଁ ମୋଟିଭରେ ବାହା ହେଇଛନ୍ତି। ଏଇଠି ଗୋଟେ କ୍ୱେଶ୍ଚିନ୍ ଆସେ, ଯଦି ଖରାପଟା ଧରା ପଡ଼ିଯିବା ଦରକାର ଆପଣ କହିବେ ହଁ ସେ ଖରାପ ଥିଲା ଧରା ପଡ଼ିଗଲା, କି ଖରାପଟା ହେଲା ତା ସହିତ ଖରାପ ହେଲା ନା। এইটা କେଉଁ ପର୍ଯ୍ୟନ୍ତ ହୁଏ ଯେପର୍ଯ୍ୟନ୍ତ ଆପଣଙ୍କ ଭିତରୁ ସେ ଖରାପଟା ସରିବନି, ମାନେ ଆପଣ ସେମିତି ଟେଷ୍ଟ ହେଇ 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 ଚାଲିଥିବେ, ସିଚୁଏସନ୍ ସେମିତି ରିପିଟେଡ଼ ସେ ଜିନିଷ ଗୁଡ଼ା ଖରାପ ହେଉଥିବ କେଉଁ ପର୍ଯ୍ୟନ୍ତ ଯେପର୍ଯ୍ୟନ୍ତ ଆପଣଙ୍କ ଭିତରୁ ସବୁ ଖରାପ ସରିଯିବ, ମାନେ ଆପଣ ଆଉ ପୁରା ଏମିତି ମାନେ ଦୁଇ ହାତକୁ ପୁରା ଟେକି ଦେବେ କି ନା ମାନେ ମୁଁ ଆଉ ଏ କଷ୍ଟକୁ ସମ୍ଭାଳି ପାରିବିନି। ସେଇଠୁ ଆପଣଙ୍କର ଗ୍ରୋଥ୍ ଷ୍ଟାର୍ଟ, ମାନେ ଆପଣ ସେଠୁ ସିଫ୍ଟ କରିବେ। ଆଉ ଯେପର୍ଯ୍ୟନ୍ତ ସେ ସିଫ୍ଟ ଆସିନଥିବ ଆପଣଙ୍କ ସହିତ କଣ୍ଟିନ୍ୟୁ, ମାନେ ଏଇଟାକୁ ଲେଖିକି ନେଇଯାଆନ୍ତୁ, କଣ୍ଟିନ୍ୟୁ ଆପଣଙ୍କ ସହିତ ସେ ପ୍ରୋବ୍ଲେମ୍ ହେବ ହିଁ ହେବ। ଆଉ ଏଥିପାଇଁ ଆପଣ ଦାୟୀ ବି, ଆଉ ଏଇଟା ଆପଣଙ୍କ ପାଇଁ ଦରକାର ବି, ମାନେ ନୁହଁ କି କିଛି ଖରାପ, ମାନେ ଏଇଟା ଆକ୍ଚୁଆଲି ଆପଣଙ୍କ ଭିତରୁ ସେ ଜିନିଷ ଗୁଡ଼ା ବାହାରିବା ଦରକାର ଆପଣଙ୍କର ଗ୍ରୋଥ୍ ପାଇଁ। ଆଉ ଏ ଗ୍ରୋଥ୍କୁ ଆପଣ ଚାହିଁଲେ ବି ରୋକିପାରିବେନି, ମାନେ ଯେଉଁଟା କୁହନ୍ତିନି ଏଇଟା ହେଉଛି ମାନେ ଇନବିଲ୍ଟ ଫିଚର୍ ଅଫ୍ ଲାଇଫ୍, ଆପଣ ଗ୍ରୋ କରିବେ ହିଁ। ତାହେଲେ ଯଦି ଖରାପଟା ଭଲ ପାଇଁ ହେଉଛି, ଭଲ ଲୋକଙ୍କ ସାଙ୍ଗରେ କାହିଁ ଖରାପ ହେଉଛି? ବହୁତ ଲୋକମାନେ ବହୁତ ସୁନ୍ଦର ମୋଟିଭ୍ ସହିତ ବାହା ହୁଅନ୍ତି କି ମୁଁ ଗଲେ ଏଇଟା ଭଲ କରିବି, ମୋ ମାନେ ତାଙ୍କ ଭିତରେ ବହୁତ ବହୁତ ଜିନିଷ ଭଲ ଥିବ, ସେମାନଙ୍କ କିଛି ବାରିବା ଜିନିଷ ନଥିବ, କିନ୍ତୁ ସେମାନଙ୍କ ସହିତ ବି ଖରାପ ହୁଏ। ତ ସେମାନଙ୍କ ସହିତ କାହିଁ ଖରାପ ହୁଏ? ସେମାନଙ୍କ ସହିତ ଏଥିପାଇଁ ଖରାପ ହୁଏ କି ସେମାନେ କେଉଁ ପର୍ଯ୍ୟନ୍ତ ଭଲ କରିପାରିବେ, କେଉଁ ପର୍ଯ୍ୟନ୍ତ ମାନେ ଟେଷ୍ଟ ହେବେ 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 ସେମିତି କଣ୍ଟିନ୍ୟୁ ଚାଲିଥିବ। ମୁଁ କେଉଁ ପର୍ଯ୍ୟନ୍ତ କରିପାରିବି ସେ ଭଲଟାକୁ, ମୋ ଭଲଟା କେତେ ପର୍ଯ୍ୟନ୍ତ ସେ ଭଲ ବି ବାହାରିବ। ସେ ଭଲ ବାହାରିଲା ପରେ କ'ଣ ଅଛି ସେଇଟା ହିଁ ହେଉଛି ଗ୍ରୋଥ୍। ଭଲ ଖରାପ କିଛି ନୁହଁ, ଜିନିଷଟା ହେଉଛି କି ମାନେ ଆପଣଙ୍କ ଭିତରୁ ସବୁ ବାହାରିବା ଦରକାର, ସବୁ ବାହାରିବା ଦରକାର। ତାପରେ ଆପଣ ସିଫ୍ଟ କରିବେ, ନହେଲେ ତାରି ଭିତରେ ଗୋଲ ଗୋଲ ହେଇକି ବୁଲୁଥିବେ। ତ ଏଥିପାଇଁ ମାନେ ଆଗେ ନିଜର ମୋଟିଭ୍ ଡିସାଇଡ଼୍ କରନ୍ତୁ, ଆଉ ଯେମିତିଆ ମୋଟିଭ୍ ଆପଣଙ୍କର ଗ୍ରୋଥ୍ ପାଇଁ ସେମିତିଆ ଡିସିସନ୍, ସେମିତିଆ ସିଚୁଏସନ୍ ଆଗରୁ ପ୍ରିପେୟାର ହେଇକି ରହିଛି। ଯେଉଁଠୁ ଆପଣଙ୍କ ଡିସିସନ୍ ଷ୍ଟାର୍ଟ ହେଲା ସେବେଠୁ ସେ ମୋଟିଭ୍, ସେ ଯେଉଁ ଏକ୍ସପିରିଏନ୍ସ ବି ଆପଣଙ୍କ ପାଇଁ ରେଡ଼ି ହେଇକି ରଖା ହେଇଗଲା। ଆଉ ଏଇଟାକୁ କିଏ ରଖୁଛି ସେଇଟା ବି ମୁଣ୍ଡରେ କ୍ୱେଶ୍ଚିନ୍ ଆସୁଛି ଯେ ନାହିଁ କି ମୁଁ ତ ଏଇଟା ଡିସାଇଡ଼୍ କଲି, ମୋ ସାଙ୍ଗରେ କାହିଁକି ଖରାପ ହେଲା, ଏ ଜିନିଷ କିଛି କ୍ୱେଶ୍ଚିନ୍ ଆସୁଛି? ସେଇଟା ବି ଭାବନ୍ତୁ, ଖାଲି ଭାବନ୍ତୁନି କି ମୋ ସାଙ୍ଗରେ କାହିଁ ଖରାପ ହେଲା କି କାହିଁ ଭଲ ହେଲା, କ'ଣଟା ହେଲା, ତାଠୁ ବି ଆହୁରି ଜିନିଷ ଅଲଗା ଅଛି।